সেই নমস্কারটা তার অভ্যাস রহিଯିବ। ତାପରେ କ'ଣ କରିବ ଜାଣିଛ ପୁଅ? ବାହା ହେଇଗଲା ପରେ ଜ୍ୱାଇଁ ହେଲା ପରେ କ'ଣ କହିବ କହିଲ? ବାପାକୁ ଡାକିବ ବୁଢ଼ା, ଶ୍ୱଶୁରକୁ ବାପା ଡାକନ୍ତି ପରା, ବଉଳ ବଉଳ ବାପା ଖଟି ଖଟି ବୁଢ଼ା ହେଲା ବଉଳ। ବାପାକୁ ଡାକନ୍ତି ଶଳା, ଶ୍ୱଶୁରକୁ ବାପା ଡାକନ୍ତି ପରା ବଉଳଲୁ। ବାପା ଖଟି ଖଟି ବୁଢ଼ା, ଶାଶୁକୁ ଡାକନ୍ତି ବୋଉ, ବୁଢ଼ୀ ଡାକି ଦେଲେ କାନ୍ଦୁଛି ବୋଉ, ବଉଳ ବଉଳ କହେ ପୁଅ ମୋର ସୁଖେ ଥାଉ ବଉଳ। ଭଉଣୀ ପିନ୍ଧୁଛି ଚିରା, ବଡ଼ ଚାକିରିଆ ତା ଭାଇ ପରା ବଉଳ ବଉଳ ଭାଇ ଭଉଣୀର ସାହାରା ବଉଳ। ଭାଇକି ଡାକନ୍ତି ଶଳା, ଟିକିଏ କଥାରେ ପାଖରୁ ପଳା ବଉଳ ବଉଳ ଶଳା ହୁଏ ଭାଇ ପରା ବଉଳ। ଯଦି ମର୍ଯ୍ୟାଦା ନଥିବ, ଯଦି ସିଏ ବାପା ମାଙ୍କର ସମ୍ମାନ ଏଇଆ ନ କରିଦେବ, ବ୍ରହ୍ମା ତାକୁ ଜଏଣ୍ଟ କରିବେନି। ତାକ ବାଉଳା ହେଇଗଲା ନା ନାଇଁ, ବାପା କହିବେ ବୁଢ଼ା ଆମର କୁଆଡ଼େ ଯାଇଛି। ଶ୍ୱଶୁରକୁ ଡାକିଲେ ବାପା ଫସ୍ କିରି ପଡ଼ିବେ। ଓ ମାନେ ସତେ କ'ଣ କହିଲ, ବୁଝିପାରୁଛନ୍ତି ନା? କୋଉ କୋଉ କହିଦେଇଥାନ୍ତି ଏଟା ସଭାଟା। ଭଉଣୀ ସିଆଡ଼େ ଚିରା, ଶାଢ଼ୀ ହେଲା ଗଳା ମାଳି, ପୋଷାକ ଦଉଛି ଭଳି କି ଭଳି ବଉଳ। ଦେଖିଲେ ନା ବାଉଳା କେମିତି ହେଲା? କଥା ଆସିବା ବାଉଳ, ତାପରେ କ'ଣ ହବ? ପାଠ ପଢ଼ା ବାଉଳା ହେଇଯିବ। ବାପା ବଞ୍ଚିଥିଲା ବେଳେ ଗୋଟାଏ ଥର କହିବେନି ବାପା, ମାନେ ସବୁ ଲୋକଙ୍କ ପାଇଁ ନୁହଁ ଆଜ୍ଞା। 75 ଭାଗ ପୁଅ ଭଲ ସଂସାର ଚାଲିଛି, ସେଥିପାଇଁ ଧର୍ମ ଚାଲିଛି। 25 ଭାଗ ଯେଉଁମାନେ ଅଛନ୍ତି ଆଜି ଯୁଗ ପରିବର୍ତ୍ତନ ବୋଲି କହୁଛନ୍ତି, ସେଇମାନଙ୍କ ପାଇଁ ଏଠି ସଂସାର ସାରା ଲୋକ ଏମିତି ନାହାନ୍ତି ଆଜ୍ଞା। ପରିବାର ବହୁତ ପରିବାର ଭଲ ଅଛନ୍ତି ଆଜ୍ଞା, ଯେଉଁମାନେ ଭଲ ସେ ଆଡ଼ଭର୍ଟାଇଜମେଣ୍ଟକୁ ଆସନ୍ତିନି, ଯେଉଁମାନେ ଖରାପ ଆଡ଼ଭର୍ଟାଇଜମେଣ୍ଟକୁ ଆସନ୍ତି। ନହେଲେ ମଦ ବିକ୍ରି ନାଁରେ ଇଏ କିଙ୍ଗଫିସର ପାଣିର ଆଡ଼ଭର୍ଟାଇଜମେଣ୍ଟ ହଉଥାଏ। ବୁଝିପାରନ୍ତି ନା ନାଇଁ? ଯେଉଁମାନେ ଝିଲି ଝିଲି ହୁଅନ୍ତି, ଚିକି ଚିକି ମାରନ୍ତି, ସେଗୁଡ଼ା ଚିକେନ ଖାଆନ୍ତି। ଛାଡ଼ନ୍ତୁ। ଏବେ କ'ଣ ହେଇଛି ନା ଆଜ୍ଞା, ଆପଣ ତ ଡାକ ବାଉଳା ହେଇଗଲା। ବାପାକୁ ବୁଢ଼ା ଡାକିଲେ, ବୋଉକୁ ବୁଢ଼ୀ ଡାକିଲେ, ଏବେ ଭାଇକି ଶଳା ଡାକିଲେ। ଶଳା ଧାରେ କହୁନାହାନ୍ତି ଏବେ ଆଜ୍ଞା। ଦେଖନ୍ତୁ, ବାପା ବଞ୍ଚୁଥିଲା ବେଳେ କେବେ କହିବେନି ଠିକ୍। ଯେମିତି ବାପା ମରିଯିବ 14 ଦିନ ତାଙ୍କର ଗୋଟେ ଫଟୋ କରିକି ଗୋଟେ ଠିକ୍ ଚିହ୍ନ ମାରି ବିନ୍ଦୁ ମାରିବେ। ପଚାରିବାରେ ବାପା ଇଏ ଠିକ୍ ଚିହ୍ନ ବିନ୍ଦୁ କ'ଣ? ନା ଗଙ୍ଗା। ଗଙ୍ଗା ନା ଗୋଦାବରୀ। ତା ପୁଅ କହିବ ବାପା ବାବାଜୀ ରାଗିଲେ। ନା କ'ଣ? ନା ଏଟା ଗଙ୍ଗା ଚିହ୍ନ ନୁହଁ, ଏଟା ଲେଟ୍ ଚିହ୍ନ। ତା ଅର୍ଥ କ'ଣ ଜାଣିଛ? ବାପା ତମେ ଠିକ୍ ଥିଲ, ବାପା ତମେ ଠିକ୍ ଥିଲ। ଏ ପୁଅଟା ଚିହ୍ନିବା ପାଏ ଲେଟ୍ ହେଇଗଲା ବାପା। ତମେ ଫଟୋରେ ବି ଠିକ୍, ତମେ ମୋ ପାଇଁ ଠିକ୍ ଥିଲ। ଆଜି ମୁଁ କ'ଣ ଭୁଲ କରିଛି ଜାଣିଛ ବାପା? ଜିଅନ୍ତା ବାପାକୁ ଏଇ ସଂସାରେ ଦେଖନ୍ତି ଠେଙ୍ଗା, ପଳା ପଡ଼େ ଏଇ ସଂସାର ଝାଡ଼ ପକାନ୍ତି ପକା।
ସାରେ ନୀତି ତୀର୍ଥ କରଇ ଏତିକି ଅଭାବ ଆମର ଆଜ୍ଞା। ଆଜି ଆମେ ଯଦି ରାମଙ୍କ ପଥରେ ଯିବା ପାଇଁ ଚାହୁଁଛେ ଏହି 5ଟି ଜିନିଷକୁ ମନେ ରଖିବେ। ଝିଅ ମା ଆଗରୁ ଉଠିବ ତେବେ ସେ ମର୍ଯ୍ୟାଦା ଜାଣିବ। ଅଣ୍ଟା ପାଣି କରି ସ୍ନାନ ଶୌଚ ହେଇକି ମାଟିରେ ସାଷ୍ଟାଙ୍ଗେ ଶୋଇବ ପଞ୍ଚାମୃତ ପାଇବ। ପିତା ମାତାଙ୍କର ଚରଣରେ ମୁଣ୍ଡିଆ ମାରିବ ଜଳଖିଆ ଖାଇବ। এইଗୁଡ଼ାକ ସବୁ କଲେ ସେ ରାମଙ୍କ ପଥରେ ଯିବ।